मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମର ନମସ୍କାର। ଆପଣମାନେ କେମିତି ଅଛନ୍ତି? ପରମେଶ୍ୱରଙ୍କ ଅନୁଗ୍ରହରୁ କୁଶଳରେ ଥିବେ ବୋଲି ଆଶା କରୁଛି। ଏଣୁ ପ୍ରତି ପ୍ରଭାତରେ ସେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବାର ଆମେମାନେ ଦେଖାଉଛୁ। ଆପଣ ଏମିତି କୁହନ୍ତୁ ନାହିଁ, ଆଜ୍ଞା ହଁ ମୁଁ ବାକ୍ୟ ଶୁଣୁଛି। ନାହିଁ ପ୍ରଭୁଙ୍କ ଲୋକମାନେ, ପରିବର୍ତ୍ତନ ପୁଣି ତହିଁର ଫଳ କେତେ ଦେଖାଯାଉଛି। ଆମ୍ଭମାନଙ୍କୁ ପ୍ରତିଦିନ ପ୍ରଭାତରେ ଉଠି ତାହାଙ୍କ ନିକଟବର୍ତ୍ତୀ ହୋଇ ତାହାଙ୍କ ସହିତ କମ୍ ସେ କମ୍ ଗୋଟିଏ ଘଣ୍ଟା ସମୟ ଆମ୍ଭମାନଙ୍କୁ ଦେବାକୁ ପଡ଼ିବ। ତେବେ ଆମ୍ଭେମାନେ ଈଶ୍ୱରଙ୍କୁ ଯେ ପ୍ରେମ କରୁଅଛୁ, ଭକ୍ତି ଭୟ କରୁଅଛୁ, ଏହା ଆମମାନଙ୍କ କାର୍ଯ୍ୟ ମଧ୍ୟ ସ୍ୱୀକାର କରିବ। ତେବେ ଆମ୍ଭେମାନେ ପଢ଼ିବା ଦ୍ୱିତୀୟ ବିବରଣ 15:5। ସଦାପ୍ରଭୁ ତୁମକୁ ଆଶୀର୍ବାଦ କରିବେ, ତାହାଙ୍କ ମଙ୍ଗଳ ଆପଣମାନଙ୍କ ପ୍ରତି ହେଉ। ପରମେଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ, ତାହାଙ୍କ ସୁଖ ଶାନ୍ତି ସେ ଆପଣଙ୍କୁ ଦେଉଥାନ୍ତୁ। ଆପଣ ଏହା କହି ନିଶ୍ଚିତ ଭାବେ ଖୁସି ଅନୁଭବ କରୁଥିବେ ଯେ ପରମେଶ୍ୱର ମୋତେ ଆଶୀର୍ବାଦ କରିଅଛନ୍ତି। କିନ୍ତୁ ପ୍ରକୃତ ଆଶୀର୍ବାଦ କ'ଣ ଅଟେ ତାହା ଆମ୍ଭେମାନେ ନିଶ୍ଚୟ ଧର୍ମଶାସ୍ତ୍ର ପବିତ୍ର ବାକ୍ୟ ବାଇବଲରୁ ଜାଣିବା ଦରକାର। ପୁଣି ତାହା ସେହି ଆଶୀର୍ବାଦକୁ ଜୀବନରେ ପାଇବା ଆବଶ୍ୟକ। ଆଶୀର୍ବାଦର ଅର୍ଥ ଗୃହ ପାଇଯିବା ବା କୌଣସି ଆର୍ଥିକ ସମ୍ପତ୍ତିକୁ ପାଇବା ବା ଜଗତର କୌଣସି ବିଷୟକୁ ପାଇବା, ତାହା ପ୍ରକୃତ ଆଶୀର୍ବାଦରେ ଗଣିତ ହେବ ନାହିଁ। ପ୍ରଭୁଙ୍କ ଲୋକମାନେ, ଆଶୀର୍ବାଦ କହିବାର ଅର୍ଥ ଖ୍ରୀଷ୍ଟଙ୍କୁ ଜୀବନରେ ଜାଣିବା, ପୁଣି ଖ୍ରୀଷ୍ଟଙ୍କ ସ୍ୱଭାବକୁ ଜୀବନରେ ଆପଣାଇବା, ଖ୍ରୀଷ୍ଟଙ୍କ ପଦ ଚିହ୍ନରେ ଗମନ କରିବା ଅଟେ। ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଯେ ଆମ୍ଭମାନଙ୍କୁ ଆର୍ଥିକ ଭାବରେ ବା ଜାଗତିକ କୌଣସି ଭାବରେ ଆଶୀର୍ବାଦ କରିବେ ନାହିଁ ତାହା ମୁଁ ଆପଣମାନଙ୍କୁ ଜମା କହୁନାହିଁ। କିନ୍ତୁ ଆମେମାନେ ବୁଝିବା ଦରକାର, ପରମେଶ୍ୱରଙ୍କ ଆଶୀର୍ବାଦ ଆମ୍ଭମାନଙ୍କ ପ୍ରତି ସେ ନିଶ୍ଚୟ ବର୍ତ୍ତାଇବେ। କିନ୍ତୁ ଆମ୍ଭମାନଙ୍କୁ ଜଗତର ବିଷୟକୁ ନ ଖୋଜି ତାହାଙ୍କୁ ଖୋଜିବା ଦରକାର, ଯହିଁରେ ସେ ଆମ୍ଭମାନଙ୍କ ଜାଗତିକ ଜୀବନ ସମ୍ବନ୍ଧୀୟ ସମସ୍ତ ଆଶୀର୍ବାଦକୁ ପ୍ରଦାନ କରିବେ। ଗୋଟିଏ ବିଶ୍ୱାସୀଙ୍କ ସମ୍ବନ୍ଧରେ ମୁଁ କହିବି, ସେ ପ୍ରଥମ ବର୍ଷ ତାଙ୍କର କୌଣସି ବ୍ୟବସାୟର କାର୍ଯ୍ୟକୁ ଉଦ୍ଘାଟନ କରିବା ପାଇଁ ମୋତେ ଆମନ୍ତ୍ରଣ କଲେ। ପୁଣି ସେ ବହୁତ ଆଶୀର୍ବାଦ ପାଇ ଦ୍ୱିତୀୟ ବର୍ଷରେ ମଧ୍ୟ ମୋତେ ସେ ଡାକିଲେ। ପୁଣି ଏହିପରି କ୍ରମାଗତ ଭାବରେ ତୃତୀୟ ବର୍ଷ ମଧ୍ୟ ସେ ମୋତେ ଆହ୍ୱାନ କଲେ ତାଙ୍କର ନୂତନ ପ୍ରୋଜେକ୍ଟ କମ୍ପାନୀର ଉଦ୍ଘାଟନ କରିବା ନିମନ୍ତେ। ତେବେ ଏହା କ'ଣ ଆଶୀର୍ବାଦ ନୁହେଁ କି? ନିଶ୍ଚୟ ପ୍ରଭୁଙ୍କ ଲୋକମାନେ, ଏହା ଆଶୀର୍ବାଦ ଅଟେ। କିନ୍ତୁ ଆମମାନଙ୍କ ମନ ହୃଦୟ ଆଶୀର୍ବାଦ ପଛରେ ନ ରହି ଯେ ଆଶୀର୍ବାଦ କରନ୍ତି ତାହାଙ୍କ ପଛରେ ରହିବା ଉଚିତ। ତେବେ ପ୍ରଭୁଙ୍କ ଆଶୀର୍ବାଦ ଆମେ ପାଇପାରିବା। ଆପଣମାନେ ଟିକେ ନିଜ ଜୀବନର ସମସ୍ତ ବିଷୟକୁ ଟିକେ ପରୀକ୍ଷା କରି ଦେଖନ୍ତୁ ଆଉ ନିଜ ନିଜକୁ ପଚାରିବା ହେଉନ୍ତୁ, କ'ଣ ଆପଣଙ୍କ ବ୍ୟବସାୟରେ, ଆପଣଙ୍କ କାମ କାର୍ଯ୍ୟରେ ଆପଣ ପ୍ରକୃତରେ ଉନ୍ନତିକୁ, ଅଗ୍ରଗତିକୁ, ପ୍ରମୋସନକୁ ଦେଖିପାରିଅଛନ୍ତି କି? ଯଦି ଦେଖିପାରିଅଛନ୍ତି, ଏହା ଆପଣମାନେ ସୁନିଶ୍ଚିତ ହୋଇଯିବା ଦରକାର। ଈଶ୍ୱରଙ୍କ ଆଶୀର୍ବାଦ ହିଁ ଏହା ଆପଣଙ୍କୁ ଏ ଯାଇ କଢ଼ାଇ ଆଣିଅଛି। ଆଉ ଯଦି ପାଇନାହାନ୍ତି, ତେବେ ଆପଣମାନେ ଏହା ମଧ୍ୟ ଜାଣିବା ଦରକାର, ଆପଣ ଆଶୀର୍ବାଦ ପାଇବା ପାଇଁ ଆଶୀର୍ବାଦକୁ ଖୋଜିଛନ୍ତି, ଚାହିଁଛନ୍ତି, କିନ୍ତୁ ଯେ ଆଶୀର୍ବାଦ କରନ୍ତି ତାଙ୍କୁ ଆପଣ ଚାହିଁନାହାନ୍ତି। ଏଣୁ ଆମେମାନେ ସମର୍ପିତ ହେବା, ଆପଣା ଜୀବନର ପାଦଗତିକୁ ସଜାଡ଼ିବା। ପ୍ରଭୁଙ୍କଠାରେ ଆଶୀର୍ବାଦ ନିତାନ୍ତ ରହିଛି, ତାହା ଆମେମାନେ ଅନୁଭବ ଏହି ଜୀବନ ଥାଉ ଥାଉ କରିବା ଦରକାର। ତେବେ ଆସନ୍ତୁ ଆମେମାନେ ପ୍ରାର୍ଥନା କରିବା। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଆସନ୍ତୁ ହସ୍ତ ଯୋଡ଼ିବା। ହେ ପିତା, ଯେତେ ଭାଇ ଭଉଣୀମାନେ, ତୁମ୍ଭ ପ୍ରିୟଜନମାନେ ପ୍ରଭୁ ଏହି ସମୟରେ ଆପଣା ଜୀବନରେ ତୁମ୍ଭ ବାକ୍ୟକୁ ଅନୁଭବ କରିବା ପାଇଁ, ପ୍ରତିଜ୍ଞାକୁ ପାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ତୁମେ ତୁମ କଥା ଅନୁସାରେ ଆଶୀର୍ବାଦ ପ୍ରଦାନ କରିଦିଅ। ଯୀଶୁଙ୍କ ନାମରେ ମାଗୁଅଛି ପ୍ରିୟ ପ୍ରଭୁ, ଆମେନ୍, ଆମେନ୍।